जय जगन्नाथ जय श्री राधे नित्य गौर हरिबोल हरिबोल हरिबोल। आज जो भिडियोटी आपण मानक पई कौन हेबो ना एक मंगलप्रद भिडियो, एक मंगलप्रद कथा कहानी बा विषय वस्तु को लेकिरी आज भिडियोटी भागवतर जो तत्वर जो सार तत्व को एकत्रित करी बाबा श्री चैतन्य चरण दास जी महाराज भागवत आश्रम पुरी तो सी लिखिंट यही भागवत भजनमाला भागवत रु संगृहित करी लेखा अच्छी। भागवत पढ़िले कौन हुए, भागवत पढ़िले मन कौन सत्य प्रभु पाखरे लगी जाए। भागवत कहीं पढ़ा, भागवत कहीं शुणा, भागवत कहीं चिंतन करवा, भगवान का नाम अहर्निशी कहीं मनन करवा, ये सब विभिन्न प्रकार जो कथा रही ता भितर सतरे कौन भागवत पढ़िले आमर उद्धार हुए। यही सब कथा को नहीं आज भिडियोटी से पुराणा भागवत टुंगीर स्वर रे किछि किछि तत्वर कथा को एटी संग्रहित करी लेखा होइचंती। तेणु आसंतु आमे समस्ते श्रवण करिबा सेही भागवत टुंगीर स्वर रे। सर्वप्रथमे गुरु गोविंदंकर चरण कमल को ध्यान करी राधाकांतंकर चरणारविंदर निजर मति को समर्पण करि देई आमे सेही अच्युतंकर शरण रे आसीबा, सही प्रभुंकर चरण कमल को ध्यान करी आमे आगे जीवा। गुरु को नम निबहनर गुरु ही साक्षात ईश्वर मु बसे गुरु कर दे गुरु मो ठारू भिन्न नुहे एघेनी गुरु भगवान से नहे मनु समान जे हरि संसार कारण तापादे पसी शरण रखु न रखु से जानाई ता बिनु अन्य गति नाही हिंसा कपट दूरे तेजी सर्वानुकूले कृष्ण भजी आउ जाबत कृष्ण न भजई ताबत गति जीवे काहीं हे कृष्ण कृष्ण जोगेश्वर प्रपन्न जन भयहर एणु सकल आशा तेजी हरि चरण दृढ़े भजी केवल गोविंद भरसा छाड़ सकल मायासा तोरे शरण जे पसई संसार ताको न लागई तोर चरण पद्मनाभ भव जलधि सुख नाभ मोहर भावे जे रमई तार संपदे कार्य नाही मुजाकु हुई सदय ताहार नाही दुख भय हे महापुरुष गोविंद बंदहु तो चरण बिंद हे महापुरुष गोविंद बंधु तो चरणारविंद तो पाद सेवा परिहरी के पारे भव सिंधु तरी विष्णुर मुख भुजाउरु आबर पाद पंकजरु
হে ব্রাহ্মণ আদি চারি বর্ণে জন্মিলে স্বভাবে ত্রিগুণে। ଏଣୁ ସେ ବିଷ୍ଣୁ ପିତା ମାତା ଇଷ୍ଟ ବାନ୍ଧବ ଗୁରୁଦାତା ଜଗତ ଦେଖି ବିଷ୍ଣୁମୟ ଛାଡ଼ିବ ସକଳ ସଂଶୟ। ସକଳେ କୃଷ୍ଣ ଆଶ୍ରୟ କର ଏ ଘୋର ସଂସାର ନିସ୍ତର। କୃଷ୍ଣ କଥାରେ ଯାର ଶ୍ରଦ୍ଧା ତାକୁ ନ ଲାଗେ ଭବ ବାଧା। କଳି ଯୁଗରେ ଏକା ସାର ଭଜନ ଶ୍ରୀକୃଷ୍ଣ ପୟର। ଭଜୁ ମରଇ ଯେବେ ଦୁଃଖେ କେବେ ହେନ ପଡ଼େ ନରକେ। ଯେବେ ଗୋବିନ୍ଦ ଆଶ୍ରେ ଥିବ ସକଳ ସଙ୍କଟ ତରିବ। ବାଳକେ ମୋର ବୋଲ କର ବେଳହୁଁ ଗୋବିନ୍ଦ ସୁମର। ପ୍ରାୟଶ୍ଚିତ ସର୍ବ ପ୍ରାଣୀଙ୍କର ନାମ ସ୍ମରଣ ଗୋବିନ୍ଦର। ଜନ୍ମର ଲାଭ ଏ ପ୍ରମାଣ ଅନ୍ତେ ସ୍ମରଣ ନାରାୟଣ। ଧନ୍ୟ ଜୀବନ ତାହାଙ୍କର ଯେ ହରି ଚରଣେ କିଙ୍କର। ଶ୍ରୀମୋହନ କୃଷ୍ଣେ ଆଶ୍ରୟ କର ସର୍ବ ଆପଦ ହେବ ଦୂର। କୃଷ୍ଣ ଚରଣେ ରତି ଯାର ସେ ପ୍ରାଣୀ ଭବ ମଧ୍ୟ ସାର। କୃଷ୍ଣ ଚରଣେ ଯାର ମନ ସଂସାରେ ଶ୍ରେଷ୍ଠ ସେହି ଜନ। ନିତ୍ୟ ସେ ଦୁଃଖ ହେଉ ମୋର ଜହିଁ ଦର୍ଶନ ଲଭେ ତୋର। ଏଣୁ ବିପଦେ ନ ଡରଇ ଯେ ଦୁଃଖେ ତୋ ମୁଖ ଦେଖଇ। ଜୀବକୁ ପରିତ୍ରାଣ ଦାନ ଗୋବିନ୍ଦ ବିନା ନାହିଁ ଆନ। ସେ ହରି ଚରଣ ପଙ୍କଜ ନିର୍ମଳ ଚିତ୍ତେ ବେହଜ। ଏ ଚିତ୍ତ ସ୍ଥିର କରିବାରେ ଗୋବିନ୍ଦ ବିନା କେବା ପାରେ। ତା ବିନୁ ନ ଜାଣଇ ଆନ ମୋ ସର୍ବଗତି ନାରାୟଣ। ରଖ ନ ରଖ ବା ମତେ ଶରଣ ପାଦ ତୋର ଗତେ। ରଖ ନ ରଖ ବା ମତେ ଶରଣ ତୋର ପାଦ ଗତେ। ଅନେକ ଜନ୍ମ ପୁଣ୍ୟ ଫଳେ ମନୁଷ୍ୟ ଜନ୍ମ ମହି ତଳେ। ଦୁର୍ଲଭ ମନୁଷ୍ୟ ଶରୀର ନରକ ନିସ୍ତାରଣ ଦ୍ୱାର ଏ ନାବ। ଗୁରୁ କର୍ଣ୍ଣ ଧାର ମୁହିଁ ଅନୁକୂଳ ସମୀର। ହେମନ୍ତ ନାବ ଥାଉ କୂଳେ ଯେବା ନତରେ ଭବ ଜଳେ। ସେ ନର ହୀନ ମୂଢ଼ ମତି ଯାହାକୁ ବୋଲି ଆତ୍ମଘାତୀ। ମନୁଷ୍ୟ ଶରୀର ଦୁର୍ଲଭ ଏଣୁ ଗୋବିନ୍ଦେ କର ଭାବ। ମନୁଷ୍ୟ ଦେହେ ନୁହେଁ ଚିର ବେଗେ ମରଣ ମୁଖୁ ତର। ଭକ୍ତି କୁଠାରେ ଦୁର୍ବାସନା ଛେଦ ତୁ ଗୁରୁ ବାକ୍ୟ ସିନା। ଭକତି ବିନା ଅନ୍ତର୍ଗତ କେବେ ନୁହେଁ ପବିତ୍ର। ଜଗତେ ସିଦ୍ଧ ଯୋଗୀ ଜନ ଭକତି ରସ ମଦେ ଲୀନ। ଯେ ଧର୍ମେ କୃଷ୍ଣ ତୋଷ ନହି ସେ ଧର୍ମ ନ୍ୟୁନ ଅଟଇ। ଯାହାକୁ ବୋଲି କାକବାଣୀ ଜହିଁ ଗୋବିନ୍ଦଙ୍କୁ ନ ଶୁଣି। ମୋର ଭକତି ଯେବେ ନାହିଁ ପବିତ୍ର ନୁହେଁ ତାର ଦେହି। ମନୁଷ୍ୟ ଜନ୍ମର ଏ ଲାଭ ଯେବେ ଗୋବିନ୍ଦ କରେ ଭାବ। ମନୁଷ୍ୟ ଜନ୍ମର ଏ ଲାଭ ଯେବେ ଗୋବିନ୍ଦେ କରେ ଭାବ। ସାଧୁଙ୍କ ସେବା ଫଳ ଏହି କୃଷ୍ଣ ଚରଣେ ମତି ହୋଇ। ମୋର ଭକତ ବସେ ଯହିଁ ସକଳ ତୀର୍ଥେ ଥାନ୍ତି ତହିଁ। ବିଷ୍ଣୁ ଭକତ ଯେତେ ନରେ ଦୟା କରନ୍ତି ସର୍ବଠାରେ। ହରି ବିମୁଖ ପ୍ରାଣୀ ଯେତେ ସେ ଥାନ୍ତି ପଶୁଙ୍କ ସଙ୍ଗତେ। ଏ ଜୀବ ସାଧୁ ସଙ୍ଗ ବିନୁ ଲଭି ନ ପାରେ ମୋର ତନୁ। ସର୍ବକୁସଙ୍ଗ ଦୋଷ ହରେ ଯେ ନିତ୍ୟ ସାଧୁ ସଙ୍ଗ କରେ। କ୍ଷଣ ନିମିଷେ ଲବଲେ ସେ ଯେ ନିତ୍ୟ ସାଧୁ ସଙ୍ଗେ ବସେ। ଯଜ୍ଞ କାମିନୀ ବ୍ରଜ ନାରୀ ସାଧୁ ସଙ୍ଗେ ଗଲେ ତରି। ସାଧୁଙ୍କ ସଙ୍ଗ କରି ନୀତି ଲଭିବୁ ନିର୍ମଳ ଭକତି। ମୋ ନାବ କରି ଭବେ ବସି ତରିବୁ ଭକ୍ତି ଭାବେ। ଭକତ ସଙ୍ଗେ ନାବେ ବସି ଏ ସିନ୍ଧୁ ତରଣେ ସାହସୀ। ଯେଣୁ ଭକତ ପ୍ରିୟ ହରି ତା ଭାବେ ଭବ ସିନ୍ଧୁ ତରି। ଯେ ଧର୍ମେ କରେ ମୋ ଭକତ ଉଦ୍ଧବ କର ସେହି ମତ। ଦୁର୍ଜୟ ଦେହ ମୋର ଶୂନ୍ୟ ଭକତ ଭାବେ ମୁଁ ବନ୍ଧନ। ଯାବତ ନାନା ଭାବେ ଛନ୍ନ ତାବତ ଜୀବ ପରାଧୀନ। ହରିଙ୍କି ନ କରେ ଅର୍ପଣ ସେ ସର୍ବଫଳ କାରଣ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ ତରିବେ ନାମ ସଂକୀର୍ତ୍ତନେ।
କୃଷ୍ଣଙ୍କ ନାମ ସଂକୀର୍ତ୍ତନ ପ୍ରାଣୀଙ୍କ ପାପ ବିମୋଚନ। ଉଚ୍ଚେ ଡାକିବ କୃଷ୍ଣ ନାମ ଶୁଣିବ ସକଳ ଶ୍ରବଣ। ଉଚ୍ଚେ ଡାକିବ କୃଷ୍ଣ ନାମ ଶୁଭିବ ସକଳ ଶ୍ରବଣ। ଏ ଯୁଗେ ନାମ ସଂକୀର୍ତ୍ତନ କରି ତରିବେ ସର୍ବଜନ। ନାମ ଅଟଇ ମହାବଳ ସେବଳେ ଜିଣ ଭୂମଣ୍ଡଳ। ସଂସାର ସାର କୃଷ୍ଣ କଥା ନିରତେ ଗାଇ ଗୁଣ ଗାଥା। ଯାହାକୁ ରଖିବେ ଅନନ୍ତ କେ କରିପାରେ ବଳବନ୍ତ। ସତ୍ୟ ପରମାନନ୍ଦ ହରି ଯାହା ଭାବେ ଭବ ସତ୍ୟ କରି। ମାୟା ସଂସାର ଯାର ଲୀଳା ଜାନାମ ଭବ ଜଳେ ବେଳା। ପରମ ମଙ୍ଗଳ ଏ ବାଣୀ ଜୀବନୀ ସ୍ତରେ ଯାହା ଶୁଣି। ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ। ନାନା ପ୍ରକାରେ ହରିପାଦ ନାନା ପ୍ରକାରେ ହରିପାଦେ ଯାହାର ଚିତ୍ତ ଅପ୍ରମାଦେ ଜାଣି। ଭଜଇ ବିଷ୍ଣୁ ମାୟା ସେ ହରି କରେ ତାର ଦୟା। ବିଷ୍ଣୁଙ୍କ ଅଭୟ ଚରଣ ମଙ୍ଗଳ କୁଶଳ କଲ୍ୟାଣ। ଜାଣି ଭଜଇ ବିଷ୍ଣୁ ମାୟା ସେ ହରି କରେ ତାରେ ଦୟା। ବିଷ୍ଣୁଙ୍କ ଅଭୟ ଚରଣ ମଙ୍ଗଳ କୁଶଳ କଲ୍ୟାଣ। ପର ନିନ୍ଦାକୁ ପରିହରି ହରିଙ୍କି ଭଜ ଦୃଢ଼ କରି। ଅଶେଷ ଭୟ ନାଶ କରେ ଯେ ନିତ୍ୟ କୃଷ୍ଣ ନାମ ଧରେ। କୃଷ୍ଣର ଭୟ ଚରଣ ଅଶେଷ ଦୁଃଖ ନିବାରଣ। ଏଣେ ଯେ ଭଜେ କୃଷ୍ଣ ପାଦ ତାହାକୁ ନ ଲାଗେ ପ୍ରମାଦ। ହୃଦେ ଗୋବିନ୍ଦ ପଦ ଧ୍ୟାଇ ନୟନ ବୁଝି ଯେବେ ଧାଇ। ପଥ ନ ଜାଣି ଯେବେ ହୁଡ଼େ ସେ ପ୍ରାଣୀ କେବେ ନ ପଡ଼େ। ତାହାର ଅମଙ୍ଗଳ ନାହିଁ ସକଳ ପାପରୁ ତରଇ। ଶୁଣ ବିଦେହ ନରପତି ଯେ ଭାବେ ଯେ ହରି ଭାବ ନ ଜାଣନ୍ତି। ନାନା ପ୍ରକାରେ ତପ କରେ ସେ ପ୍ରାଣୀ ସଂସାର ନ ତରେ। ଜୀବ ଅଜ୍ଞାନ ଭାବ ଦେଖ ଦୁଃଖକୁ ମଣେ ମହାସୁଖ। ମୃତ ବିନୟ ବଚନ କହି ତ ଶିବ ପ୍ରାଣୀ ମନ। ପର କଥାକୁ ଅଭିମାନ ଘେନନ୍ତି ନାହିଁ ସାଧୁ ଜନ। ଏଭାବେ ଲଭି କୃଷ୍ଣ ପାଦ ହରିବ ବିଷୟା ବିଷାଦ। ସକଳ ଦେହେ ନାରାୟଣ ବସନ୍ତି ଅନାଦି କାରଣ। ଏଭାବେ ଦୃଢ଼ ଯାର ମନ ସେ ପ୍ରାଣୀ ଭକତ ଉତ୍ତମ। କୃଷ୍ଣର ପାଦ ନଖ ପନ୍ତି ଚନ୍ଦ୍ର କିରଣ ପ୍ରାୟ ଜ୍ୟୋତି। ସେ ଯାହାର ହୃଦୟରେ ପ୍ରକାଶ ଅଶେଷ ଘୋର ତମ ନାଶେ। ଏଣୁ ସେ ଯାହାର ହୃଦୟରେ ପ୍ରକାଶେ ଅଶେଷ ଘୋର ତମ ନାଶେ। ଏଣୁ ଯେ ହୃଦୟ ହରି ଭଜେ ହରି ତା ହୃଦୟ ଅନତଜେ। ସତ୍ୟ କହିବ ନିତ୍ୟ ତୁଣ୍ଡେ କେବେ ହିଁ ନଥିବ ପାଷାଣ୍ଡେ। ସକଳ କୃଷ୍ଣେ ସମର୍ପିବ ନିଷ୍କାମ ଚିତ୍ତେ ନିତ୍ୟ ଥିବ। ସାଧୁଏ ନିଜ ଭାବେ ଥାନ୍ତି ନିନ୍ଦା ପ୍ରଶଂସା ନ ଘେନନ୍ତି। ଗୁଣ ଦୋଷରୁ ଦୂରେ ରହି ଭକତ ହରିଙ୍କି ଭଜଇ। ଯେ ଧାରା ସୁତ ଗୃହ ପ୍ରାଣ କୃଷ୍ଣେ କରିବ ସମର୍ପଣ। ସର୍ବ ସମ୍ପଦ କୃଷ୍ଣେ ଦେଇ ଉଦାସୀ ମତେ ଦେହ ବହି। ସେ ପଦ୍ମନାଭ ପଦ୍ମପାଦ ହରଇ ବିଷୟ ବିଷାଦ। ସକଳ ଛାଡ଼ି ସେ ଚରଣ ଯେ ଭଜେ ଏକତ୍ର କରିଣ। ସେ ପାଦ ତାରେ ଦୟା କରେ ଭକ୍ତି ଜନ୍ମ ଇତା ହୃଦରେ। ମନ୍ତେ ବିଷ୍ଣୁ ପୂଜା କରି ଏ ଭବ ଜଳୁ ଯାନ୍ତି ତରି। କୃଷ୍ଣେ କରନ୍ତି ଦୃଢ଼ ଚିତ୍ତ ନୁହନ୍ତି ମାୟାରେ ମୋହିତ। ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପତ ନର ହରି। କୃଷ୍ଣ ମୂରତି ଭଗବାନ କେବଳ ନାମ ସଂକୀର୍ତ୍ତନ। ଶରଣ ଜନଙ୍କ ତାରଣ ଭୃତ୍ୟାରତ ନିବାରଣ। ପ୍ରଣତ ଜନ ସେ ପାଳଇ ଏ ଭବ ଜଳେ ନାବ ହୋଇ। ହେ ମହାପୁରୁଷ ମୁକୁନ୍ଦ ବନ୍ଧୁତ ଚରଣାରବିନ୍ଦ। ହେ ମହାପୁରୁଷ ମୁକୁନ୍ଦ ବନ୍ଧୁତ ଚରଣାରବିନ୍ଦ। ମୋର ମଧୁର ରୂପ ଦେଖି ସକଳ ସୁନ୍ଦର ଉପେକ୍ଷୀ। କୃଷ୍ଣର ନାମ ଉଚ୍ଚେ ଗାଇ ଲୋମ ପୁଲକତନୁ ବହି। ନୟନ ଗଳେ ଅଶ୍ରୁ ଜଳ ଲଭିବେ କୋଟି ତୀର୍ଥ ଫଳ ଏ ବଡ଼ ଲାଭ। ହେ ଜଗତେ ବିଷ୍ଣୁ ଭଜନ ହେଇ ମତେ। ସେ ହରି ଚରଣ କମଳେ ଯେ ଭଜେ ପ୍ରେମ ଭାବ ଭୋଳେ। ତାହାର ଗତି କେବା ଜାଣି ବ୍ରହ୍ମା ଶଙ୍କରେ ନ ପ୍ରମାଣୀ। ଯାବତ ମୃତ୍ୟୁ ଅଛି ଦୂରେ ସୁନ୍ଦର ଯୁବା କଳେ ବରେ। ସାଧିବ ସକଳ ଶକତି ଯେଣେ ଜନ୍ମିବ ବିଷ୍ଣୁ ଭକ୍ତି। ସକଳ ଭାବେ ଗୁଣ ଦୋଷ ଉଦ୍ଧବ ଦେଖିବଟି ଦୋଷ। ଗୁଣ ଦୋଷ ହିଁ ନ ଦେଖଇ ଉଦ୍ଧବ
गुण जे बोलोई नम गोविंद हे अच्युत तु नाथ प्राणी पंचभूत तोहर अभय चरण शेष जंतुଙ୍କ शरण तु नाथ जगत जीवन अशेष भुवन पावन तु पूर्ण समस्त ठावरे शरण गली तो पୟରେ भारत भूमि मध्य थाई मनुष्य जन्म को पाई जे सदा पापाधीन होई श्रीमद् भागवत न शुणई धिक ताहार नर जन्म जेणु से करे पाप कर्म हस्ते शाणित खड्ग नहीं आपण शिर को छेदई जे पुण पुण्य बंत जन श्रीमद् भागवत प्रतिदिन करई श्रवण कीर्तन लभई गोविंद चरण इति श्रीमद् भागवते महापुराण पारमहंस्यं संहिताय श्रीमद् भागवत गीता सार संपूर्ण। जय जगन्नाथ निताई गौर हरिबोल हरिबोल हरिबोल। आज लेखा गुड़िक जो सर्टकट रे आसिक लेखा आइचंती बाबा श्री चैतन्य चरण दास जी महाराज आमर जो भागवत आश्रम पुरी लिखिचंती तेणु सही बाबा चैतन्य चरण दास महाराज चरण रे अनंत कोटि प्रणाम। आसतु एक कथाटी को जदि भल लगी ताहले अन्य मानक पाखु शेयर कर दियंतु आउ निश्चिंत भाव में भागवत गीता सब श्रवण पठन करंतु। जय जगन्नाथ निताई गौर हरिबोल हरिबोल हरिबोल।